ଦୁଇ କୁକୁରଙ୍କୁ ବାଡ଼ିରେ ଅଲଗା କରାଯାଉଥିବା ଭିଡିଓ ଭାଇରାଲ ସୋସିଆଲ ମିଡିଆରେ ଉଠିଲା ପ୍ରଶ୍ନ। ତ ନମସ୍କାର ବନ୍ଧୁଗଣ, ଆପଣ ଦେଖୁଛନ୍ତି ଆମର ଚ୍ୟାନେଲ। ସୋସିଆଲ ମିଡିଆରେ ଏବେ ଗୋଟିଏ ଭିଡିଓ ବେଶ ଭାଇରାଲ ହେଉଛି। ତ ହଁ ଦର୍ଶକ ବନ୍ଧୁ, ଭିଡିଓରେ ଦେଖାଯାଉଛି ଯେ ଦୁଇଟି କୁକୁର ଏକାଠି ଥିବା ବେଳେ ଜଣେ ବ୍ୟକ୍ତି ସେମାନଙ୍କୁ ବାଡ଼ି ସାହାଯ୍ୟରେ ଅଲଗା କରିବାକୁ ଚେଷ୍ଟା କରୁଛନ୍ତି। ହଁ ଦର୍ଶକ ବନ୍ଧୁ, ସେହି ଭିଡିଓଟି ଆମ ପାଖରେ ଥିଲେ ମଧ୍ୟ ଆପଣମାନଙ୍କୁ ଆମେ ଦେଖାଇ ପାରୁନାହୁଁ। ଏହି ଦୃଶ୍ୟକୁ ଦେଖି ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। କେତେକ ଲୋକଙ୍କ ମତରେ ପଶୁମାନଙ୍କ ସହ ଏଭଳି ବ୍ୟବହାର କରିବା ଉଚିତ ନୁହେଁ। ସେମାନେ କହୁଛନ୍ତି ପଶୁମାନେ ମଧ୍ୟ ଜୀବ, ସେମାନଙ୍କୁ ଅନାବଶ୍ୟକ ଭାବେ ଆଘାତ ଦେବା କିମ୍ବା ନିର୍ଯାତନା କରିବା ମାନବିକତା ବିରୋଧୀ। ଅନ୍ୟପଟେ କେତେକ ଲୋକ କହୁଛନ୍ତି ଯେ ଭିଡିଓର ସମ୍ପୂର୍ଣ୍ଣ ପରିସ୍ଥିତି ଜଣାନଥିବାରୁ କେବଳ ଏକ ଛୋଟ କ୍ଲିପ୍ ଦେଖି ଏହାକୁ ଦୋଷୀ କହିବା ମଧ୍ୟ ଠିକ୍ ହେବ ନାହିଁ। ସମ୍ପୂର୍ଣ୍ଣ ଘଟଣାକୁ ସାମ୍ନାକୁ ଆସିବା ପରେ ହିଁ ସଠିକ୍ ମତ ଦେବା ଉଚିତ। ଏବେ ଏହି ଭିଡିଓ ସ୍ଥାନ, ସମୟ, ପ୍ରକୃତ ପରିସ୍ଥିତି ସ୍ୱାଧୀନ ଭାବେ ଯାଞ୍ଚ ହୋଇନାହିଁ। ତେଣୁ ଦର୍ଶକମାନଙ୍କୁ ଅନୁରୋଧ ଯେ କୌଣସି ଭାଇରାଲ ଭିଡିଓକୁ ଯାଞ୍ଚ ନକରି ସତ ବୋଲି ବିଶ୍ୱାସ କରନ୍ତୁ ନାହିଁ ଏବଂ ଅନାବଶ୍ୟକ ଗୁଜବ ଠାରୁ ଦୂରେଇ ରହିବା ପାଇଁ ଅନୁରୋଧ। ଏହି ଭାଇରାଲ ଭିଡିଓକୁ ନେଇ ପଶୁପ୍ରେମୀମାନେ କହୁଛନ୍ତି ଯେ ରାସ୍ତାରେ ଥିବା ପଶୁମାନଙ୍କ ସହ ମଧ୍ୟ ମାନବିକତା ବ୍ୟବହାର କରିବା ଆମ ସମସ୍ତଙ୍କର ଦାୟିତ୍ୱ। କୌଣସି ପରିସ୍ଥିତିରେ ଅନାବଶ୍ୟକ ଭାବେ ସେମାନଙ୍କୁ ମାରିବା କିମ୍ବା କଷ୍ଟ ଦେବା ଉଚିତ ନୁହେଁ। ତେବେ ଏହି ଭିଡିଓରେ ଦେଖାଯାଇଥିବା ଘଟଣା କେଉଁଠାର, କେବେର ଏବଂ ଏହା ପଛର ପ୍ରକୃତ କାରଣ କ'ଣ, ସେ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନାହିଁ। ହଁ ଦର୍ଶକ ବନ୍ଧୁ, ସେଥିପାଇଁ କେବଳ ଭାଇରାଲ ଭିଡିଓକୁ ଆଧାର କରି କାହା ବିଷୟରେ ଅନ୍ତିମ ନିଷ୍କର୍ଷରେ ପହଞ୍ଚିବା ଠିକ୍ ହେବ ନାହିଁ। ତଥାପି ଯଦି କୌଣସି ପଶୁଙ୍କ ପ୍ରତି ନିର୍ଦ୍ଦୟ ବ୍ୟବହାର ହୋଇଥାଏ, ତେବେ ଆଇନ ଅନୁଯାୟୀ ଯଥାଯଥ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ସୋସିଆଲ ମିଡିଆରେ ମଧ୍ୟ ଅନେକ ଲୋକ ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରୁଛନ୍ତି। ଆପଣଙ୍କ ମତରେ ଏଭଳି ଘଟଣା ରୋକିବା ପାଇଁ କ'ଣ ପଦକ୍ଷେପ ନିଆଯିବା ଉଚିତ? କମେଣ୍ଟ କରି ନିଜ ମତ ନିଶ୍ଚିନ୍ତ ଜଣାନ୍ତୁ। ରହୁଛୁ, ନମସ୍କାର।